ଆମେ ସମସ୍ତେ ଜାଣୁ ଯେ ଓଡ଼ିଶାରେ ବର୍ଷା ହୁଏ, ଶୀତ ହୁଏ ଆଉ ପ୍ରବଳ ଖରା ବି ହୁଏ। କିନ୍ତୁ କେବେ ଭାବିଛନ୍ତି ବାଲେଶ୍ୱର ସମୁଦ୍ର କୂଳରେ ଧାନ ଚାଷ କରୁଥିବା ଚାଷୀଟିଏ ଆଉ କୋରାପୁଟ ପାହାଡ଼ରେ କଫି ଚାଷ କରୁଥିବା ଚାଷୀଟିଏ କ'ଣ ସମାନ ଓଡ଼ିଶାରେ ରହୁଛନ୍ତି? ସେମାନଙ୍କର ପାଣି, ପବନ, ମାଟି ସବୁ କ'ଣ ସମାନ? ଆଜି ଆମେ ଏହି କଥାଟାର ଟିକେ ଗଭୀରକୁ ଯିବା। ଆମ ପାଖରେ ଓଡ଼ିଶାର ଜଳବାୟୁ ଆଉ କୃଷି ଉପରେ କିଛି ରିପୋର୍ଟ ଆଉ ତଥ୍ୟ ଅଛି। ଆଉ ଆମର ଲକ୍ଷ୍ୟ ହେଉଛି ଏହାକୁ ଖୋଲି ଦେଖିବା ଯେ ବୈଜ୍ଞାନିକମାନେ ଓଡ଼ିଶାକୁ କେମିତି ଅଲଗା ଅଲଗା ଭାଗରେ ଦେଖନ୍ତି। ଆଉ ସବୁଠୁ ବଡ଼ କଥା, ଏଇ ଭାଗ କରିବାର ଅର୍ଥ ଜଣେ ସାଧାରଣ ଚାଷୀ ପାଇଁ କ'ଣ? ଏହା ଏକ ବହୁତ ମଜାଦାର ପ୍ରଶ୍ନରୁ ଆରମ୍ଭ ହେଲା। କାରଣ ସତରେ ଆମେ ଯେତେବେଳେ କହୁ ଓଡ଼ିଶାର ଜଳବାୟୁ, ଆମେ ଗୋଟିଏ ମୋଟାମୋଟି ଚିତ୍ର ଦେଇଦେଉ, ଯାହାକୁ ବୈଜ୍ଞାନିକ ଭାଷାରେ କହନ୍ତି କ୍ରାନ୍ତୀୟ ମୌସୁମୀ ବା ଟ୍ରପିକାଲ ମନସୁନ୍। କିନ୍ତୁ ଏହା ଠିକ୍ ସେମିତି ଯେମିତି କହିବା ଯେ ସବୁ ଭାରତୀୟ ଖାଲି ଡାଲି ଭାତ ଖାଆନ୍ତି। ପ୍ରକୃତ କଥା ହେଉଛି ଏହି ବଡ଼ ଚିତ୍ର ଭିତରେ ଅନେକ ଛୋଟ ଛୋଟ ସତ୍ୟ ଲୁଚି ରହିଛି। ଆଉ ସେହି ସୂକ୍ଷ୍ମ ପାର୍ଥକ୍ୟକୁ ବୁଝିବା ପାଇଁ ହିଁ ବିଭିନ୍ନ ଭୂଗୋଳବିଦ୍ମାନେ ଚେଷ୍ଟା କରିଛନ୍ତି। ଠିକ୍ ଅଛି, ତେବେ ଆସନ୍ତୁ ସେ ବଡ଼ ଚିତ୍ରରୁ ହିଁ ଆରମ୍ଭ କରିବା। ଆମ ଉତ୍ସରେ କୋପେନ୍ ବୋଲି ଜଣେ ବୈଜ୍ଞାନିକଙ୍କର ନାମ ବାରମ୍ବାର ଆସୁଛି। ସେ କୁଆଡ଼େ କହିଛନ୍ତି ଓଡ଼ିଶାର ଜଳବାୟୁ ହେଉଛି ଟ୍ରପିକାଲ ସଭାନା ବା AW। ଏ ଶବ୍ଦଟା ଶୁଣିଲେ ମୋତେ ତ ଆଫ୍ରିକାର ଘାସ ପଡ଼ିଆ କଥା ମନେ ପଡ଼େ। ଆମ ଓଡ଼ିଶା ସହ ଏହାର ସମ୍ପର୍କ କ'ଣ? ହଁ, ଆପଣଙ୍କର କଳ୍ପନା ଠିକ୍ ବାଟରେ ଯାଉଛି। ଦେଖନ୍ତୁ, କୋପେନ୍ଙ୍କର ବର୍ଗୀକରଣ ପୁରା ଦୁନିଆର ଚାଲେ। ଆଉ ସେ ଯେତେବେଳେ AW କହୁଛନ୍ତି, ତାର ସରଳ ଅର୍ଥ ହେଲା ଏମିତି ଏକ ଜାଗା ଯେଉଁଠି ମୁଖ୍ୟତଃ ତିନିଟା କଥା ଦେଖାଯାଏ। ପ୍ରଥମ, ବର୍ଷସାରା ଭଲ ଗରମ। ଦ୍ୱିତୀୟ, ବର୍ଷାର ଗୋଟେ ନିର୍ଦ୍ଦିଷ୍ଟ ସିଜନ୍ ଅଛି ଆଉ ବାକି ସମୟ ଶୁଖିଲା, ମାନେ ଆମ ମୌସୁଲୀ ଭଳି, ଯେତେବେଳେ ପ୍ରବଳ ବର୍ଷା ହୁଏ ଆଉ ତାପରେ ଗୋଟେ ଲମ୍ବା ଶୁଖିଲା ସମୟ, ବିଶେଷ କରି ଶୀତଦିନେ। ଆଉ ତୃତୀୟ କଥା ହେଉଛି ଏଇ ଓଦା ଆଉ ଶୁଖିଲା ଋତୁ ଭିତରେ ପାର୍ଥକ୍ୟ ବହୁତ ସ୍ପଷ୍ଟ। ତେଣୁ ହଁ, ଏହା ଏକ ସାମଗ୍ରିକ ଚିତ୍ର ଦିଏ, ଯାହା ଓଡ଼ିଶା ପାଇଁ ମୋଟାମୋଟି ଭାବେ ଠିକ୍। ବୁଝିଲି। କିନ୍ତୁ ଆଉ ଜଣେ ବୈଜ୍ଞାନିକ ଅଛନ୍ତି, ଥର୍ନୱେଟ୍। ସେ କହୁଛନ୍ତି ଏହା ସବ୍ ହ୍ୟୁମିଡ୍ ବା ଉପ ଆର୍ଦ୍ର। ଏଇଟା ପୁଣି କ'ଣ ନୂଆ କଥା? ସଭାନା ଆଉ ସବ୍ ହ୍ୟୁମିଡ୍ ଭିତରେ ଫରକ କ'ଣ? ଏଇଠି କଥାଟା ଆହୁରି ମଜାଦାର ହେଉଛି। ଦେଖନ୍ତୁ, କୋପେନ୍ ଯୋଉଠି ଖାଲି ତାପମାତ୍ରା ଓ ବର୍ଷାକୁ ଦେଖୁଥିଲେ, ଥର୍ନୱେଟ୍ ଟିକେ ଗଭୀରକୁ ଗଲେ। ସେ ଦେଖିଲେ ବର୍ଷା ତ ହେଉଛି, କିନ୍ତୁ ସେ ପାଣିରୁ କେତେ ବାଷ୍ପ ହୋଇ ଉଡ଼ିଯାଉଛି, ମାଟି କେତେ ପାଣି ଧରି ରଖୁଛି। ସବ୍ ହ୍ୟୁମିଡ୍ର ଅର୍ଥ ହେଲା ବର୍ଷା ଯଥେଷ୍ଟ ହେଉଛି, କିନ୍ତୁ ଏତେ ବି ନୁହେଁ ଯେ ବର୍ଷା ସାରା ମାଟି ଓଦା ରହିବ। ଆଉ ସେ ସ୍ପଷ୍ଟ ଭାବେ କହିଲେ ଯେ ଶୀତ ଋତୁରେ ବର୍ଷାର ଯେଉଁ ଅଭାବ ଦେଖାଯାଏ, ତାହା ଚାଷ ପାଇଁ ଏକ ବଡ଼ କଥା। ଏହା ସିଧାସଳଖ ଜଳସେଚନର ଆବଶ୍ୟକତାକୁ ଦର୍ଶାଉଛି। ଆଚ୍ଛା, ତାମାନେ କୋପେନ୍ ଆମକୁ ବଡ଼ ଛତାଟା ଦେଖାଇଲେ ଆଉ ଥର୍ନୱେଟ୍ ସେ ଛତାରେ କେଉଁଠି କଣା ଅଛି ସେଇଟା ଦେଖାଇଲେ। ଭଲ କଥା। ତେବେ ଏସବୁ ତ ବଡ଼ ବଡ଼ ସିଦ୍ଧାନ୍ତ। ଜଣେ ନୀତି ନିର୍ଦ୍ଧାରକ ବା ଜଣେ କୃଷି ବୈଜ୍ଞାନିକ ପାଇଁ ଏହା ବୋଧହୁଏ ଯଥେଷ୍ଟ ନୁହେଁ। ଏହାକୁ ଆହୁରି ବ୍ୟବହାରିକ କରିବା ପାଇଁ ହିଁ ବୋଧହୁଏ ଏହି କୃଷି ଜଳବାୟୁ ଅଞ୍ଚଳର ଧାରଣା ଆସିଛି। ଠିକ୍ କହିଲି କି? ଏକଦମ ଠିକ୍ ଧରିଛନ୍ତି। ଆପଣ ସିଧା ମୂଳ କଥାକୁ ଆସିଗଲେ। କୃଷି ଜଳବାୟୁ ଅଞ୍ଚଳ କେବଳ ପାଣିପାଗର କଥା ନୁହେଁ, ଏହା ହେଉଛି ଏକ ସାମଗ୍ରିକ ଦୃଷ୍ଟିକୋଣ। ଏଥିରେ ଜଳବାୟୁ, ମାଟିର ପ୍ରକାର, ଜମିର ଉଚ୍ଚନୀଚ ସ୍ଥିତି ଆଉ ସେଠାରେ କେଉଁ ପ୍ରକାର ଫସଲ ହୋଇପାରିବ, ସବୁକିଛିକୁ ମିଶାଇ ଏକ ଅଞ୍ଚଳକୁ ଚିହ୍ନଟ କରାଯାଏ। ଆମ ଉତ୍ସ ଅନୁସାରେ ଓଡ଼ିଶାକୁ ଏହିଭଳି 10ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଭାଗ କରାଯାଇଛି। 10ଟି ଅଞ୍ଚଳ? ଏହା ତ ବହୁତ ବେଶୀ। ସବୁଗୁଡ଼ିକ ମନେ ରଖିବା ବୋଧେ କଷ୍ଟକର। ଗୋଟି ଗୋଟି କରି ସବୁ ଅଞ୍ଚଳର ନାଁ କହିବା ବଦଳରେ ଆମେ ଆମର ସେଇ ପ୍ରଥମ ପ୍ରଶ୍ନକୁ ଫେରିଯିବା କି ବାଲେଶ୍ୱର ଆଉ କୋରାପୁଟ, ଏହି ଦୁଇଟି ଜାଗା ଏଇ 10ଟି ଅଞ୍ଚଳ ଭିତରେ କେଉଁଠି ଆସୁଛନ୍ତି ଆଉ ସେମାନଙ୍କ ଭିତରେ ପ୍ରକୃତରେ ଆକାଶ ପାତାଳ ଫରକ କ'ଣ? ଏଇ ତୁଳନା ଭିତରେ ବୋଧେ ଆମେ ପୁରା ଓଡ଼ିଶାର ଚିତ୍ରଟା ପାଇଯିବା। ବହୁତ ବଢ଼ିଆ ଉପାୟ। ଏହାଦ୍ୱାରା କଥାଟା ସହଜରେ ବୁଝିହେବ। ଦେଖନ୍ତୁ, ଏହି 10ଟି ଅଞ୍ଚଳକୁ ଆମେ ମୋଟାମୋଟି 3ଟି ବଡ଼ ଭାଗରେ ବାଣ୍ଟିପାରିବା। ପ୍ରଥମ, ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଦ୍ୱିତୀୟ, ପଶ୍ଚିମର ମାଳଭୂମି ଅଞ୍ଚଳ। ଆଉ ତୃତୀୟ, ପୂର୍ବଘାଟ ପର୍ବତମାଳାର ପାହାଡ଼ିଆ ଅଞ୍ଚଳ। ଆପଣଙ୍କ ଉଦାହରଣ ଅନୁସାରେ ବାଲେଶ୍ୱର ଆସୁଛି ଉପକୂଳ ଅଞ୍ଚଳରେ, ଯାହାର ନାଁ ହେଉଛି ଉତ୍ତର ପୂର୍ବ ଉପକୂଳ ସମତଳ। ଆଉ କୋରାପୁଟ ଆସୁଛି ପାହାଡ଼ିଆ ଅଞ୍ଚଳରେ, ଯାହାର ନାଁ ହେଉଛି ପୂର୍ବଘାଟ ଉଚ୍ଚଭୂମି। ଠିକ୍ ଅଛି। ତେବେ ପ୍ରଥମେ ବାଲେଶ୍ୱର ଅଞ୍ଚଳ କଥା କୁହନ୍ତୁ। ସେଠାକାର ମାଟି, ପାଣି କେମିତି?
ଦେଖନ୍ତୁ ଉତ୍ତର ପୂର୍ବ ଉପକୂଳ ସମତଳ ଅଞ୍ଚଳରେ ବାଲେଶ୍ୱର, ଭଦ୍ରକ, ଯାଜପୁରର କିଛି ଅଂଶ ଆସୁଛି। ଏଠାକାର ଜଳବାୟୁକୁ ଆର୍ଦ୍ର ସବ୍ ହ୍ୟୁମିଡ୍ କୁହାଯାଏ, ମାନେ ପ୍ରଚୁର ଆର୍ଦ୍ରତା। ସମୁଦ୍ର ପାଖ ହୋଇଥିବାରୁ ଏହା ସ୍ୱାଭାବିକ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏଠାକାର ମାଟି। ଏଠି ନଦୀମାନଙ୍କ ଦ୍ୱାରା ପଟୁମାଟି ଜମା ହୋଇଛି, ଯାହା ଧାନ ଚାଷ ପାଇଁ ଖୁବ୍ ଭଲ। କିନ୍ତୁ ଏହାର ଦୁଇଟି ବଡ଼ ଚ୍ୟାଲେଞ୍ଜ ଅଛି। ପ୍ରଥମ, ମାଟିରେ ଲୁଣି ଅଂଶ ବେଶୀ, ବିଶେଷ କରି ସମୁଦ୍ରକୂଳିଆ ଅଞ୍ଚଳରେ। ଦ୍ୱିତୀୟ, ଏହି ଅଞ୍ଚଳ ବାତ୍ୟାପ୍ରବଣ। ତେଣୁ ଏଠି ପାଣିର ଅଭାବ ନାହିଁ, କିନ୍ତୁ ପାଣିର ପରିଚାଳନା ଏକ ବଡ଼ ସମସ୍ୟା। ଏହା ଠିକ୍ ଯେମିତି ପାଖରେ ସମୁଦ୍ର ଅଛି, କିନ୍ତୁ ସେ ପାଣି ପିଇ ହେବନି। ଲୁଣି ମାଟିରେ ଚାଷ କରିବା ତ ବହୁତ କଷ୍ଟ। ଏକଦମ। ସେଥିପାଇଁ ଏଠାରେ ଲୁଣ ସହଣୀ କିସ୍ମର ଧାନ ଚାଷ ଉପରେ ଗୁରୁତ୍ୱ ଦିଆଯାଏ। ଏବେ ଆସନ୍ତୁ କୋରାପୁଟ କଥା ଦେଖିବା। ଏହା ପୂର୍ବ ଘାଟ ଉଚ୍ଚଭୂମି ଅଞ୍ଚଳରେ ଆସୁଛି। ନାଁରୁ ହିଁ ଜଣାପଡ଼ୁଛି ଯେ ଏହା ଏକ ଉଚ୍ଚ ପାହାଡ଼ିଆ ଅଞ୍ଚଳ। ଏଠାକାର ଜଳବାୟୁ ହେଉଛି ଉଷୁମ ଓ ଆର୍ଦ୍ର, ୱାର୍ମ ଆଣ୍ଡ ହ୍ୟୁମିଡ୍। ଆଚ୍ଛା, ଏଇଠି ଟିକେ ରୁହନ୍ତୁ। ଆପଣ ବାଲେଶ୍ୱର ପାଇଁ ଆର୍ଦ୍ର କହିଲେ, ଆଉ ଉପକୂଳର ଅନ୍ୟ ଅଞ୍ଚଳ ପାଇଁ ଉଷ୍ଣ ଓ ଆର୍ଦ୍ର ବା ହଟ୍ ଆଣ୍ଡ ହ୍ୟୁମିଡ୍ ଶବ୍ଦ ବି ବ୍ୟବହାର ହୁଏ। କିନ୍ତୁ କୋରାପୁଟ ପାଇଁ କହୁଛନ୍ତି ଉଷୁମ ଓ ଆର୍ଦ୍ର, ୱାର୍ମ ଆଣ୍ଡ ହ୍ୟୁମିଡ୍। ଏହି ଉଷ୍ଣ ଆଉ ଉଷୁମ ଭିତରେ ଯେଉଁ ଛୋଟ ପାର୍ଥକ୍ୟ, ତାହା ଜଣେ ଚାଷୀ ପାଇଁ କେତେ ବଡ଼? ବାଃ, ଏଇଟା ହିଁ ପ୍ରକୃତ କଥା। ଏଇ ଛୋଟ ଶବ୍ଦର ପାର୍ଥକ୍ୟ ହିଁ ସବୁ କିଛି ବଦଳାଇ ଦିଏ। ଉଷ୍ଣ ମାନେ ପ୍ରବଳ ଗରମ, ଯାହା ସମତଳ ଅଞ୍ଚଳରେ ଅନୁଭୂତ ହୁଏ। କିନ୍ତୁ ଉଷୁମ ମାନେ ଏକ ଆରାମଦାୟକ ଗରମ, ଯେଉଁଠି ତାପମାତ୍ରା ସେତେ ଅଧିକ ନୁହେଁ। ଆଉ ଏଇ ତାପମାତ୍ରାର ପାର୍ଥକ୍ୟ ଯୋଗୁଁ ହିଁ କୋରାପୁଟରେ ଧାନ ବଦଳରେ କଫି, ହଳଦୀ, ଅଦା ଭଳି ଫସଲ ଏତେ ଭଲ ହୁଏ। ସେଠାକାର ମାଟି ବି ଅଲଗା, ମୁଖ୍ୟତଃ ଲାଲ, ମାଙ୍କଡ଼ା ଆଉ ଲାଲ ହଳଦିଆ ମାଟି, ଯାହାର ପାଣି ଧରି ରଖିବାର କ୍ଷମତା କମ୍, କିନ୍ତୁ ଏହିସବୁ ଫସଲ ପାଇଁ ଉପଯୁକ୍ତ। ତେଣୁ ଦେଖିଲେ ଗୋଟିଏ ରାଜ୍ୟ, କିନ୍ତୁ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ କୃଷି ଜଗତ। ବାଃ, ଏବେ ପୁରା ଚିତ୍ରଟା ସ୍ପଷ୍ଟ ହୋଇଯାଉଛି। ଗୋଟିଏ ପଟେ ସମତଳ, ପଟୁମାଟି, ଲୁଣି ଅଂଶ, ବାତ୍ୟା ଆଉ ଧାନ। ଅନ୍ୟପଟେ ପାହାଡ଼, ଲାଲ ମାଟି, ଥଣ୍ଡା ପାଗ ଆଉ କଫି। ତେବେ ପଶ୍ଚିମ ଓଡ଼ିଶା, ଯେମିତିକି କଳାହାଣ୍ଡି ବା ବଲାଙ୍ଗୀର, ସେମାନେ ଏହି ଦୁଇଟିଠାରୁ କେମିତି ଅଲଗା? ସେମାନେ କେଉଁ ବର୍ଗରେ ଆସିବେ? ସେମାନେ ଆସିବେ ଆମର ସେହି ଦ୍ୱିତୀୟ ଭାଗରେ, ଯାହାକୁ ଆମେ ମାଳଭୂମି ଅଞ୍ଚଳ କହୁଥିଲୁ। ଯେମିତିକି ପଶ୍ଚିମ ଅଣସମତଳ ଅଞ୍ଚଳ, ଯେଉଁଥିରେ କଳାହାଣ୍ଡି, ନୂଆପଡ଼ା ଆସୁଛି, କିମ୍ବା ପଶ୍ଚିମ କେନ୍ଦ୍ରୀୟ ମାଳଭୂମି, ଯେଉଁଥିରେ ବଲାଙ୍ଗୀର, ବରଗଡ଼ ଆସୁଛି। ଏଠାକାର ଜଳବାୟୁ ହେଉଛି ଉଷ୍ଣ ଓ ଆର୍ଦ୍ର, ସବ୍ ହ୍ୟୁମିଡ୍, ମାନେ ଭୀଷଣ ଗରମ। ଏଠାକାର ମୁଖ୍ୟ ସମସ୍ୟା ହେଉଛି ଅନିୟମିତ ବର୍ଷା ଆଉ ମରୁଡ଼ି। ମାଟି ମୁଖ୍ୟତଃ ଲାଲ ଆଉ ମିଶ୍ରିତ ଲାଲ କଳା, ଯାହା ବେଶୀ ସମୟ ପାଣି ଧରି ରଖିପାରେ ନାହିଁ। ସେଥିପାଇଁ ତ ଏଠାରେ ଚାଷ ପାଇଁ ମୁଖ୍ୟ ଆହ୍ୱାନ ହେଉଛି ଜଳ ସଂରକ୍ଷଣ। କପା, ମକା ଆଉ ମରୁଡ଼ି ସରଣି ଧାନ ଏଠାକାର ମୁଖ୍ୟ ଫସଲ। ମୋର ମନେ ଅଛି, ପିଲାବେଳେ ଆମ ଗାଁରେ କେବଳ ଧାନ ଚାଷ ହିଁ ହେଉଥିଲା। କିନ୍ତୁ ଏବେ ଲୋକେ ପନିପରିବା, ଡାଲି ଜାତୀୟ ଫସଲ ବି କରୁଛନ୍ତି। ଏହି ଯେଉଁ କୃଷି ଜଳବାୟୁ ଅଞ୍ଚଳ କଥା ଆମେ ଆଲୋଚନା କରୁଛେ, ତାହା କ'ଣ ଏହିଭଳି ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ? ମାନେ ଏସବୁ ଜାଣିବାର ପ୍ରକୃତ ଫାଇଦା କ'ଣ? ଏହା ହିଁ ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ଦେଖନ୍ତୁ, ଏହି ବର୍ଗୀକରଣ କେବଳ କାଗଜପତ୍ର ପାଇଁ ନୁହେଁ। ଏହାର 4ଟି ବଡ଼ ବ୍ୟାବହାରିକ ଫାଇଦା ଅଛି। ପ୍ରଥମ ଏବଂ ସବୁଠାରୁ ସ୍ପଷ୍ଟ ହେଉଛି ଫସଲ ଯୋଜନା। ଗୋଟିଏ ନୀତି ସମସ୍ତଙ୍କ ପାଇଁ ଏଠି ଚଳିବ ନାହିଁ। କୋରାପୁଟର ଚାଷୀଙ୍କୁ କଫି ଚାଷ ପାଇଁ ପ୍ରୋତ୍ସାହନ ଦେବା, କଳାହାଣ୍ଡିର ଚାଷୀଙ୍କୁ କପା ଓ ମରୁଡ଼ି ସହଣୀ ଫସଲ ପାଇଁ ସାହାଯ୍ୟ କରିବା, ଆଉ ବାଲେଶ୍ୱରର ଚାଷୀଙ୍କୁ ଲୁଣ ସହଣୀ ଧାନ ବିଷୟରେ ଜଣାଇବା, ଏସବୁ ସମ୍ଭବ ହୁଏ କେବଳ ଏହି ଆଞ୍ଚଳିକ ବୁଝାମଣା ଯୋଗୁଁ। ଠିକ୍ କଥା। ଆଉ ମାଟିର କଥା, ଏତେ ପ୍ରକାରର ମାଟିର ନାଁ ଶୁଣି ମୁଁ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲି। ସରଳ ଭାଷାରେ କହିଲେ, ଜଣେ ସାଧାରଣ ଲୋକ ପାଇଁ ଏସବୁ ମାଟି ଭିତରେ ମୁଖ୍ୟ ଫରକ କ'ଣ? ଆପଣଙ୍କ ଦ୍ୱନ୍ଦ୍ୱ ସ୍ୱାଭାବିକ। ଦ୍ୱିତୀୟ ଫାଇଦାଟି ହେଉଛି ମୃତ୍ତିକା ପରିଚାଳନା। ସରଳ ଭାବେ କହିଲେ, ପ୍ରତ୍ୟେକ ମାଟିର ଭୋକ ଅଲଗା। ଉପକୂଳର ପଟୁମାଟିରେ ହୁଏତ ପଟାସିୟମ୍ ଭଲ ଥାଇପାରେ, କିନ୍ତୁ ଲାଲ ମାଟିରେ ଲୌହ ଅଂଶ ବେଶୀ, କିନ୍ତୁ ଅନ୍ୟ ପୋଷକ ତତ୍ତ୍ୱ କମ୍। ଏହି ଜ୍ଞାନ ଆଧାରରେ ସରକାର କହିପାରିବେ ଯେ କେଉଁ ଅଞ୍ଚଳର ଚାଷୀଙ୍କୁ କେଉଁ ପ୍ରକାର ସାର ବ୍ୟବହାର କରିବା ଦରକାର। ଏହାଦ୍ୱାରା ଅନାବଶ୍ୟକ ସାରର ବ୍ୟବହାର କମିବ, ଚାଷୀର ଖର୍ଚ୍ଚ ବଞ୍ଚିବ ଆଉ ମାଟିର ସ୍ୱାସ୍ଥ୍ୟ ବି ଭଲ ରହିବ।
ଆଉ ପାଣି ମରୁଡ଼ି ଆଉ ବନ୍ୟା ତ ଓଡ଼ିଶାର ଚିରସାଥୀ। ସେଇଠି ଆସୁଛି ତୃତୀୟ ଫାଇଦା, ଜଳସେଚନ ଯୋଜନା। ପଶ୍ଚିମ ଓଡ଼ିଶାରେ ଯେଉଁଠି ବର୍ଷା କମ୍, ସେଠାରେ ଚେକ୍‌ଡ୍ୟାମ୍, ପୋଖରୀ ଖନନ ଆଉ ଡ୍ରିପ୍ ଇରିଗେସନ୍ ଭଳି ଯୋଜନା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଅନ୍ୟପଟେ ଉପକୂଳ ଅଞ୍ଚଳରେ ଯେଉଁଠି ବନ୍ୟା ଏକ ସମସ୍ୟା, ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। କେଉଁଠି ପାଣି ସଞ୍ଚୟ କରିବାକୁ ହେବ ଆଉ କେଉଁଠି ପାଣି ବାହାର କରିବାକୁ ହେବ, ଏହି ନିଷ୍ପତ୍ତି ଏହି କୃଷି ଜଳବାୟୁ ମାନଚିତ୍ର ହିଁ କହିଥାଏ। ତାମାନେ ଏହି ମାନଚିତ୍ର କେବଳ ସ୍କୁଲ ପିଲାଙ୍କ ପାଇଁ ନୁହେଁ, ଏହା ପ୍ରକୃତରେ ଚାଷୀ ଆଉ ସରକାରଙ୍କ ପାଇଁ ଏକ ବଡ଼ କାମର ଜିନିଷ। ଏହା ସାମଗ୍ରିକ ବିକାଶରେ ସାହାଯ୍ୟ କରେ। ଏକଦମ, ଏହା ହିଁ ଚତୁର୍ଥ ଏବଂ ସବୁଠାରୁ ବଡ଼ କଥା, ସାମଗ୍ରିକ କୃଷି ବିକାଶ। କୃଷି ଗବେଷଣାଠାରୁ ଆରମ୍ଭ କରି ସରକାରୀ ସବସିଡି ପର୍ଯ୍ୟନ୍ତ ସବୁକିଛିକୁ ଏହି ଆଞ୍ଚଳିକ ବାସ୍ତବତା ଅନୁସାରେ ତିଆରି କରାଯାଇପାରିବ। ଏହାଦ୍ୱାରା ଯୋଜନାଗୁଡ଼ିକ ଅଧିକ ଫଳପ୍ରଦ ହେବ, ସମ୍ବଳର ସଠିକ୍ ବ୍ୟବହାର ହେବ ଆଉ ଶେଷରେ କୃଷକର ଆୟ ବଢ଼ିବ। ଏହା କେବଳ ଚାଷ ନୁହେଁ, ଏହା ହେଉଛି ସ୍ଥାନୀୟ ଆବଶ୍ୟକତାକୁ ବୁଝି ବିକାଶର ଏକ ବୈଜ୍ଞାନିକ ଉପାୟ। ଏହା ପ୍ରକୃତରେ ଆଖି ଖୋଲିଦେବା ଭଳି ଆଲୋଚନା। ତେବେ ଆଜିର ଏହି ବିଶ୍ଳେଷଣରୁ ଯଦି ଆମେ ମୁଖ୍ୟ କଥା ବାହାର କରିବା, ତେବେ ଏହା ହେବ ଯେ ଓଡ଼ିଶାକୁ କେବଳ ମୌସୁମୀ ଜଳବାୟୁର ରାଜ୍ୟ କହିଦେଲେ ଚଳିବନି। ଏହା ଭିତରେ ଅତି କମ୍‌ରେ 10ଟି ଅଲଗା ଅଲଗା କୃଷି ପରିବେଶ ରହିଛି। ଉପକୂଳର ଲୁଣି ମାଟିଠୁ ଆରମ୍ଭ କରି ମାଳଭୂମିର ଟାଣ ଖରା ଆଉ ପାହାଡ଼ର ଥଣ୍ଡା ପବନ ପର୍ଯ୍ୟନ୍ତ। ଆଉ ଏହି ବିବିଧତାକୁ ବୁଝିବା ଏବଂ ସମ୍ମାନ ଦେବା ହିଁ ଆମ ରାଜ୍ୟର କୃଷି ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ଚାବିକାଠି। ଆପଣ ଏହାକୁ ସମ୍ପୂର୍ଣ୍ଣ ସଠିକ୍ ଭାବରେ ସାରାଂଶ କରିଛନ୍ତି। ଏହି ଆଲୋଚନା ଶେଷରେ ଶ୍ରୋତାଙ୍କ ପାଇଁ ମୋର ଗୋଟିଏ ଚିନ୍ତନୀୟ ପ୍ରଶ୍ନ ରହିବ। ଆମେ ଦେଖିଲେ ଯେ ଓଡ଼ିଶା ଭିତରେ ପ୍ରାକୃତିକ ଭାବେ କେତେ ବିବିଧତା ରହିଛି। ଏବେ ଭାବନ୍ତୁ, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ପ୍ରଭାବ ସବୁ ଅଞ୍ଚଳରେ ସମାନ ହେବ? ନିଶ୍ଚୟ ନୁହେଁ। ଯଦି ସମୁଦ୍ରପତନ ବଢ଼େ, ତେବେ ବାଲେଶ୍ୱର ଭଳି ଉପକୂଳ ଅଞ୍ଚଳ ଉପରେ ଏହାର ପ୍ରଭାବ ସବୁଠୁ ଅଧିକ ପଡ଼ିବ। ଯଦି ତାପମାତ୍ରା ବଢ଼େ, ତେବେ କାଳାହାଣ୍ଡି ଭଳି ଅଞ୍ଚଳରେ ମରୁଡ଼ି ଆହୁରି ଭୟଙ୍କର ହୋଇପାରେ। ଆଉ ଯଦି କୋରାପୁଟର ଉଷୁନ ଜଳବାୟୁ ଉଷ୍ଣ ହୋଇଯାଏ, ତେବେ ସେଠାକାର କଫି ଚାଷର ଭବିଷ୍ୟତ କ'ଣ ହେବ? ତେବେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଆମକୁ ଏହି ଆଞ୍ଚଳିକ ସ୍ତରରେ କେଉଁ ପ୍ରକାରର ନୂତନ ଏବଂ ସଠିକ୍ ଯୋଜନା କରିବାକୁ ପଡ଼ିବ? ଏହା ହିଁ ଆଗାମୀ ଦିନର ସବୁଠାରୁ ବଡ଼ ଆହ୍ୱାନ। ଆମେ ସମସ୍ତେ ଜାଣୁ ଯେ ବାତ୍ୟା ଓଡ଼ିଶା ପାଇଁ ଗୋଟେ ସାଧାରଣ କଥା ଭଳି ହୋଇଗଲାଣି। କିନ୍ତୁ କେବେ ଭାବିଛନ୍ତି, ଗୋଟିଏ ରାଜ୍ୟ ଯାହା 1999ରେ ଗୋଟେ ମହାବିପର୍ଯ୍ୟୟରେ ପୁରା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା, ସେ ଆଜି କେମିତି ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ପରିଚାଳନାରେ ଗୋଟେ ଉଦାହରଣ ପାଲଟିଛି? ଆଜି ଆମେ ସେଇ ବିଜ୍ଞାନ, ସେଇ ଇତିହାସ ଆଉ ସେଇ ସାହସର କାହାଣୀକୁ ଟିକେ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ହଁ, ଆଉ ଏଇଟା ଏକ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, କାରଣ ଏ କାହାଣୀଟା ଖାଲି ପାଣିପାଗର ନୁହେଁ, ଏଇଟା ମଣିଷର ସହନଶୀଳତା ଆଉ କ'ଣ କହନ୍ତି, ନିଜ ଭୁଲରୁ ଶିଖିବାର କାହାଣୀ। ଆମ ପାଖରେ ଯେଉଁ ତଥ୍ୟ ଅଛି, ସେଗୁଡ଼ିକ ଆମକୁ ବଙ୍ଗୋପସାଗରର ଭୂଗୋଳଠୁ ଆରମ୍ଭ କରି ଓଡ଼ିଶାର ପ୍ରଶାସନିକ ପରିବର୍ତ୍ତନ ପର୍ଯ୍ୟନ୍ତ ଗୋଟେ ବଡ଼ ଚିତ୍ର ଦେଖାଉଛି। ଠିକ୍। ତେବେ ଚାଲନ୍ତୁ ପୁରା ମୂଳରୁ ଆରମ୍ଭ କରିବା। ଏ ବାତ୍ୟା ଜିନିଷଟା ପ୍ରକୃତିରେ କ'ଣ, ଏହାର ବିଜ୍ଞାନଟାକୁ ଟିକେ ସରଳ ଭାଷାରେ ବୁଝିବା। ହଁ, ନିଶ୍ଚିତ ଭାବରେ। ଦେଖନ୍ତୁ, ସରଳ ଭାଷାରେ କହିଲେ ବାତ୍ୟା ହେଉଛି ସମୁଦ୍ର ଉପରେ ସୃଷ୍ଟି ହୋଇଥିବା ଗୋଟେ ବହୁତ ବଡ଼ ଘୁରୁଥିବା ଝଡ଼। ଏହାର କେନ୍ଦ୍ରରେ ବାୟୁଚାପ ବହୁତ କମ୍ ଥାଏ, ଆଉ ପ୍ରକୃତିର ନିୟମ ହେଲା ପବନ ସବୁବେଳେ ଅଧିକ ଚାପ ଥିବା ଜାଗାରୁ କମ୍ ଚାପ ଆଡ଼କୁ ବହେ। ତେଣୁ ଚାରିପାଖରୁ ପବନ ବହୁତ ଜୋରରେ ସେହି କେନ୍ଦ୍ର ଆଡ଼କୁ ମାଡ଼ି ଆସେ। ଆଚ୍ଛା, ଆଉ ଏ ଯେଉଁ ଘୁରିବା କଥା କହିଲେ, ସେଟା କେମିତି ହୁଏ? ହଁ, ଏଇଠି ଗୋଟେ ମଜାଦାର କଥା ଅଛି। ଏଇଟା ହୁଏ ପୃଥିବୀର ନିଜ ଅକ୍ଷ ଚାରିପଟେ ଘୂରିବା ଯୋଗୁଁ। ଏହାକୁ କୋରିଓଲିସ୍ ଇଫେକ୍ଟ ବୋଲି କୁହାଯାଏ। ଆମେ ଯେହେତୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅଛୁ, ଏଠି ବାତ୍ୟା ସବୁବେଳେ ଘଣ୍ଟା କଣ୍ଟାର ଉଲ୍ଟା ଦିଗରେ ଘୁରେ। ସେମିତି ଦକ୍ଷିଣ ଗୋଲାର୍ଦ୍ଧରେ ଏହା ଘଣ୍ଟା କଣ୍ଟା ଦିଗରେ ଘୁରିଥାଏ। ଏବେ ବୁଝାପଡ଼ିଲା। କିନ୍ତୁ ଏଇଟା ସବୁବେଳେ ସମୁଦ୍ର ଉପରେ ହିଁ କାହିଁକି ଆରମ୍ଭ ହୁଏ? କାରଣ ବାତ୍ୟା ପାଇଁ ଯେଉଁ ଇନ୍ଧନ ଶକ୍ତି ଦରକାର, ତାହା ସମୁଦ୍ରରୁ ହିଁ ମିଳେ। ଆମ ଉତ୍ସଗୁଡ଼ିକରେ ସ୍ପଷ୍ଟ ଲେଖା ଅଛି ଯେ ଏଥିପାଇଁ ଦୁଇଟା ମୁଖ୍ୟ ଜିନିଷ ଦରକାର। ଗୋଟେ ହେଲା ଗରମ ପାଣି ଆଉ ଦ୍ୱିତୀୟଟି ହେଲା ଆର୍ଦ୍ରତା।
ବୈଜ୍ଞାନିକମାନେ କହନ୍ତି ସମୁଦ୍ର ପୃଷ୍ଠର ତାପମାତ୍ରା ଅତି କମ୍ରେ 26.5 ଡିଗ୍ରୀ ସେଲ୍ସିୟସ୍ ହେବା ଦରକାର। ଆଉ ଆମ ବଙ୍ଗୋପସାଗରକୁ ଦେଖିଲେ ଏଇଟା ଗୋଟେ ବନ୍ଦ ପାତ୍ର ଭଳି ଯୋଉଠି ପାଣି ସହଜରେ ଥଣ୍ଡା ହୁଏନି। ତେଣୁ ଏହା ବାତ୍ୟା ତିଆରି ପାଇଁ ଗୋଟେ ପରଫେକ୍ଟ ସାଇକ୍ଲୋନ୍ ଫ୍ୟାକ୍ଟ୍ରି ଭଳି କାମ କରେ। ସାଇକ୍ଲୋନ୍ ଫ୍ୟାକ୍ଟ୍ରି? ବାଃ, ଏହା ବହୁତ ଭଲ ଶବ୍ଦ। ତେବେ ଏହି ଫ୍ୟାକ୍ଟ୍ରି ଭିତରେ ପ୍ରକ୍ରିୟାଟା କେମିତି ଚାଲେ? ଦେଖନ୍ତୁ, ଯେତେବେଳେ ସମୁଦ୍ର ପାଣି ଗରମ ହୁଏ ତା ଉପରେ ଥିବା ପବନ ବି ଗରମ ଆଉ ହାଲୁକା ହୋଇ ଉପରକୁ ଉଠିଯାଏ। ଆଉ ତା ସହିତ ସେ ବିପୁଳ ପରିମାଣର ଜଳୀୟ ବାଷ୍ପ ନେଇକି ଯାଏ। ଫଳରେ ତଳେ ଗୋଟେ ଖାଲି ସ୍ଥାନ ନିମ୍ନଚାପ କ୍ଷେତ୍ର ସୃଷ୍ଟି ହୁଏ। ସେଇ ଖାଲି ଜାଗାକୁ ପୂରଣ କରିବା ପାଇଁ ଚାରିପାଖରୁ ଥଣ୍ଡା ଆଉ ଭାରୀ ପବନ ମାଡ଼ି ଆସେ। ଆଉ ପୃଥିବୀର ଘୂର୍ଣ୍ଣନ ଯୋଗୁଁ ସେ ପବନ ସିଧା ନ ଆସି ଘୂରି ଘୂରି ଆସେ। ଧୀରେ ଧୀରେ ଏହି ପ୍ରକ୍ରିୟା ବଢ଼ି ଚାଲେ ଆଉ ଗୋଟେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନିଏ। ଆମ ଉତ୍ସଗୁଡ଼ିକରେ ବାତ୍ୟାର ଗଠନ ବିଷୟରେ ବି କିଛି କୁହାଯାଇଛି, ଯେମିତିକି ତାର ଆଖି। ବାତ୍ୟାର ଆଖି ବା କେନ୍ଦ୍ର ଶାନ୍ତ ଥାଏ ବୋଲି ଲେଖା ଅଛି। କଥା ଶୁଣିବାକୁ ଟିକେ ଅଜବ ଲାଗୁଛି। ଏତେ ବଡ଼ ଝଡ଼ ଭିତରେ ଗୋଟେ ଶାନ୍ତ ଜାଗା। ହଁ, ଆଉ ଏଇଟା ହିଁ ସବୁଠୁ ବଡ଼ ଭ୍ରମ ସୃଷ୍ଟି କରେ ଆଉ ବେଳେବେଳେ ସବୁଠୁ ବିପଜ୍ଜନକ ବି ହୋଇପାରେ। ବାତ୍ୟାର କେନ୍ଦ୍ରକୁ ଆଖି କୁହାଯାଏ। ସେଠାରେ ପବନ ଉପରୁ ତଳକୁ ଆସୁଥିବାରୁ ପାଗ ପ୍ରାୟତଃ ଶାନ୍ତ ଥାଏ। ଆକାଶ ବି ପରିଷ୍କାର ଥାଏ। ବେଳେବେଳେ ଲୋକେ ଭାବନ୍ତି ଝଡ଼ ସରିଗଲା। ଆଚ୍ଛା। ହଁ, ଯେତେବେଳେ ଆଖିଟି ତାଙ୍କ ଉପର ଦେଇ ଯାଏ ସେମାନେ ଘରୁ ବାହାରକୁ ଚାଲି ଆସନ୍ତି। କିନ୍ତୁ କିଛି ସମୟ ପରେ ବାତ୍ୟାର ପଛପଟ କାନ୍ଥ, ଯାହା ସେତିକି ହିଁ ଶକ୍ତିଶାଳୀ, ପୁଣି ମାଡ଼ି ଆସେ। ବୁଝିଲେ। ତେବେ ବାତ୍ୟା ତିଆରି ହେବାରେ ଏ ଯୋଉ ପୁରା ପ୍ରକ୍ରିୟା, ଏହା ତ ସମୁଦ୍ରରେ ଯେକୌଣସି ଜାଗାରେ ହୋଇପାରେ, କିନ୍ତୁ ବାରମ୍ବାର ଏହାର ଶିକାର ଆମ ଓଡ଼ିଶା ହିଁ କାହିଁକି ହେଉଛି? କରିଛି। ଆଉ ଯେମିତିକି ଆମେ କଥା ହେଲେ, ବଙ୍ଗୋପସାଗର ହେଉଛି ସେହି ସାଇକ୍ଲୋନ୍ ଫ୍ୟାକ୍ଟ୍ରି। ଏଠାରେ ସୃଷ୍ଟି ହେଉଥିବା ଅଧିକାଂଶ ବାତ୍ୟା ସାଧାରଣତଃ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗକୁ ଗତି କରନ୍ତି ଆଉ ସେହି ରାସ୍ତାରେ ସିଧା ପଡ଼େ ଓଡ଼ିଶା ଆଉ ପଡ଼ୋଶୀ ରାଜ୍ୟମାନଙ୍କର ଉପକୂଳ। ତେଣୁ ଆମେ ଚାହିଁଲେ ବି ଏଥିରୁ ବଞ୍ଚିବା ବହୁତ କଷ୍ଟ। ଠିକ୍ ଠିକ୍। ଚାଲନ୍ତୁ ଏବେ ସେହି ଇତିହାସ ବିଷୟରେ କଥା ହେବା, ଯାହା ଓଡ଼ିଶାକୁ ବଦଳାଇ ଦେଲା। 1999ର ମହାବାତ୍ୟା। ଏହା ବିଷୟରେ ଉତ୍ସଗୁଡ଼ିକରେ ବହୁତ କିଛି ଲେଖା ଅଛି। 1999 ମହାବାତ୍ୟା କେବଳ ଏକ ପାଣିପାଗ ଘଟଣା ନଥିଲା। ସେଇଟା ଓଡ଼ିଶା ପାଇଁ ଏକ ମାନବୀୟ ମହାବିପର୍ଯ୍ୟୟ ଥିଲା। ଏହାକୁ ସୁପର ସାଇକ୍ଲୋନିକ ଷ୍ଟର୍ମ କୁହାଯାଏ, ଯାହା ବାତ୍ୟାର ସବୁଠୁ ଭୟଙ୍କର ଶ୍ରେଣୀ। ସେ ବାତ୍ୟାରେ ଯେଉଁ କ୍ଷତି ହେଲା ତାହା କଳ୍ପନା ବାହାରେ। ସରକାରୀ ହିସାବରେ ପ୍ରାୟ 10,000 ଲୋକ ମଲେ, କିନ୍ତୁ ବେସରକାରୀ ହିସାବ ଆହୁରି ବହୁତ ଅଧିକ। ଘରଦ୍ୱାର ଭାସିଗଲା, ଗଛପତ୍ର ଉପୁଡ଼ିଗଲା, ଚାଷବାସ ପୁରାପୁରି ମାଟିରେ ମିଶିଗଲା। ତାର କୌଣସି ହିସାବ ନଥିଲା। ସତ କହିବାକୁ ଗଲେ ଏହା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଆଉ ଏହି ଘଟଣାଟି ହିଁ ଏକ ନିର୍ଣ୍ଣାୟକ ମୋଡ଼ ଥିଲା ବୋଲି ଆମେ ଆଲୋଚନା ଆରମ୍ଭରେ କହୁଥିଲେ। ତେବେ ତାପରେ ବଦଳିଲା କ'ଣ? ଏଇଠି ଗୋଟେ ବଡ଼ କଥା ଦେଖିବାକୁ ମିଳେ। 1999ର ବିପର୍ଯ୍ୟୟ ପରେ ଓଡ଼ିଶାର ପ୍ରଶାସନିକ DNA ହିଁ ବଦଳିଗଲା। ସରକାର ଆଉ ଲୋକମାନେ ବୁଝିଗଲେ ଯେ ବାତ୍ୟାକୁ ଅଟକାଇ ହେବନି, କିନ୍ତୁ ତା ସହିତ ଲଢ଼ିବାକୁ ପ୍ରସ୍ତୁତ ହୋଇହେବ। ଏହା ଖାଲି କିଛି ବାତ୍ୟା ଆଶ୍ରୟସ୍ଥଳୀ ତିଆରି କରିବା ନଥିଲା, ବରଂ ଗୋଟେ ଜିରୋ କ୍ୟାଜୁଆଲିଟି ବା ଶୂନ୍ୟ ମୃତ୍ୟୁର ମାନସିକତା ସରକାରୀ କଳର ପ୍ରତି ସ୍ତରରେ ପହଞ୍ଚିଗଲା। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ଗଠନ କରାଗଲା, ଯାହା ଆଜି ସାରା ଦେଶ ପାଇଁ ଗୋଟେ ମଡେଲ। ତେବେ ଏହି ନୂଆ ବ୍ୟବସ୍ଥାର ପ୍ରକୃତ ପରୀକ୍ଷା କେବେ ହେଲା? ପ୍ରକୃତ ପରୀକ୍ଷା ଥିଲା 2013ର ଫାଇଲିନ୍। ଆମ ରିପୋର୍ଟରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଫାଇଲିନ୍ର ଶକ୍ତି ପାଖାପାଖି 1999 ମହାବାତ୍ୟା ଭଳି ଥିଲା। ଆଚ୍ଛା। କିନ୍ତୁ ଫଳାଫଳ ଥିଲା ପୁରା ଅଲଗା। ଏଥର ସରକାର ପ୍ରସ୍ତୁତ ଥିଲେ। ପାଣିପାଗ ବିଭାଗର ସଠିକ୍ ପୂର୍ବାନୁମାନ, ଗଣମାଧ୍ୟମର ଭୂମିକା ଆଉ ପ୍ରଶାସନର ତତ୍ପରତା ଯୋଗୁଁ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। 10 ଲକ୍ଷ? ହଁ, ସେ ସମୟରେ ଏହା ବିଶ୍ୱର ସବୁଠୁ ବଡ଼ ସ୍ଥାନାନ୍ତରଣ ଥିଲା। ଆଉ ମୃତ୍ୟୁ ସଂଖ୍ୟା ମାତ୍ର 2 ଅଙ୍କରେ ସୀମିତ ରହିଲା। ଏଇଠି ହିଁ ଦୁନିଆ ଜାଣିଲା ଯେ ଓଡ଼ିଶା ନିଜ ଭୁଲରୁ ଶିଖିଛି। ଆଉ ତା ପରବର୍ଷ ହିଁ 2014ରେ ହୁଡହୁଡ ଆସିଲା। ଲଗାତାର ଏତେ ବଡ଼ ବଡ଼ ବାତ୍ୟା ଲୋକଙ୍କ ମନୋବଳ ଉପରେ କି ପ୍ରଭାବ ପକାଉଥିବ? ନିଶ୍ଚୟ। ହୁଡହୁଡ ବି ଗୋଟେ ଅତି ଭୀଷଣ ବାତ୍ୟା ଥିଲା। ଓଡ଼ିଶାର 16ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା। ତାପରେ 2018ରେ ଆସିଲା ତିତିଲି।
ସେଇଟା ମୁଖ୍ୟତଃ ଗଞ୍ଜାମ ଓ ଗଜପତିରେ ବହୁତ କ୍ଷୟକ୍ଷତି କରିଥିଲା। କିନ୍ତୁ ଗୋଟେ କଥା ଦେଖିବାକୁ ମିଳିଲା, ପ୍ରତିଟି ବାତ୍ୟା ପରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହୋଇଛି। ପ୍ରତିଥର ସ୍ଥାନାନ୍ତରଣ, ରିଲିଫ କାମ ଆହୁରି ଦକ୍ଷତାର ସହ କରାଯାଉଛି। ଠିକ୍, ବାତ୍ୟା ସମୟରେ ପବନ ତ ଗୋଟେ ବଡ଼ ସମସ୍ୟା, କିନ୍ତୁ ଆଉ ଗୋଟେ ବଡ଼ ସମସ୍ୟା ରହୁଛି ପ୍ରବଳ ବର୍ଷା ଓ ବନ୍ୟା। ଏତେ ବର୍ଷା କାହିଁକି ହୁଏ? ହଁ, ତ ମନେ ପକାନ୍ତୁ, ଆମେ ଆଲୋଚନା କରୁଥିଲେ ଯେ ବାତ୍ୟା ସମୁଦ୍ରରୁ ବିପୁଳ ପରିମାଣର ଜଳୀୟ ବାଷ୍ପ ବା ଆର୍ଦ୍ରତା ଶୋଷି ନେଇଥାଏ। ଯେତେବେଳେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହୁଏ, ସେହି ଆର୍ଦ୍ର ବାୟୁ ଉପରକୁ ଉଠି ଥଣ୍ଡା ହୋଇଯାଏ, ଫଳରେ ସେଥିରେ ଥିବା ସମସ୍ତ ଜଳୀୟ ବାଷ୍ପ ମାନେ ପାଣି ହୋଇ ତଳ ପଡ଼େ। ଆଉ ଏହା ଘଣ୍ଟା ଘଣ୍ଟା ଏମିତିକି ଦିନ ଦିନ ଧରି ଲଗାଣ ବର୍ଷା କରାଏ। ଆଉ ଏହି ବର୍ଷା ହିଁ ବନ୍ୟାର କାରଣ ହୁଏ। ଠିକ୍। ହଁ, ଏକଦମ। ଏହା ଏକ ଦୋମୁହାଁ ପ୍ରଭାବ ପକାଏ। ଗୋଟେ ପଟେ ସମୁଦ୍ରରୁ ଉଚ୍ଚ ଜୁଆର ଆସି ଉପକୂଳ ଅଞ୍ଚଳକୁ ବୁଡ଼ାଇ ଦିଏ, ଆଉ ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଆମର ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଭଳି ବଡ଼ ନଦୀଗୁଡ଼ିକରେ ବନ୍ୟା ଆସେ। ଏହା ଉପକୂଳ ଆଉ ତ୍ରିକୋଣଭୂମି ଅଞ୍ଚଳରେ ଗୋଟେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରେ। ମାନେ ଲୋକମାନେ ଦୁଇପଟୁ ଆକ୍ରମଣର ଶିକାର ହୁଅନ୍ତି। ଆମ ଉତ୍ସଗୁଡ଼ିକୁ ଭିତରୁ ଗୋଟେ କଥା ମୋତେ ବହୁତ ଆକର୍ଷିତ କଲା। ଏଥିରେ ଜଣେ ବୃଦ୍ଧ ମତ୍ସ୍ୟଜୀବୀଙ୍କ କଥା ଲେଖାଥିଲା। ସେ କହୁଥିଲେ ଯେ ସେମାନେ ରାଡାର କି ଟିଭି ଖବର ଦେଖନ୍ତିନି, ବରଂ ସମୁଦ୍ରର ଗର୍ଜନ, ପବନର ଗନ୍ଧ ଆଉ ପକ୍ଷୀମାନଙ୍କର ବ୍ୟବହାରରୁ ବାତ୍ୟା ଆସିବା କଥା ଜାଣିପାରନ୍ତି। ଏଇଟା ବୈଜ୍ଞାନିକ ନ ହୋଇପାରେ, କିନ୍ତୁ ଏହା ପିଢ଼ି ପିଢ଼ିର ଅନୁଭୂତି। ଆଉ ଏହା ଏକ ଚମତ୍କାର କଥା। ଏଇଟା ଦର୍ଶାଉଛି ଯେ ବାତ୍ୟା କେବଳ ଏକ ବିପର୍ଯ୍ୟୟ ନୁହେଁ, ଏହା ଓଡ଼ିଶାର ଲୋକଙ୍କର ଜୀବନଶୈଳୀ, ସେମାନଙ୍କର ପାରମ୍ପରିକ ଜ୍ଞାନ ସହିତ କେତେ ଗଭୀର ଭାବେ ଜଡ଼ିତ। ଆଜି ଆମ ପାଖରେ ଆଧୁନିକ ବିଜ୍ଞାନ ଅଛି, ଡପ୍ଲର ରାଡାର ଅଛି, ସ୍ୟାଟେଲାଇଟ୍ ଛବି ଅଛି, ଯାହା ଆମକୁ ସଠିକ୍ ସୂଚନା ଦେଉଛି, କିନ୍ତୁ ଏଇ ପାରମ୍ପରିକ ଜ୍ଞାନକୁ ମଧ୍ୟ ସମ୍ମାନ ଦେବା ଉଚିତ। ମୋତେ ଲାଗେ ଏହି ଦୁଇଟିର ମିଶ୍ରଣ ହିଁ ଆମକୁ ଆହୁରି ସୁରକ୍ଷିତ କରିପାରିବ। ଠିକ୍ କହିଲେ। ତେବେ ଆଜିର ଏହି ପୂରା ଆଲୋଚନାରୁ ଆମେ କ'ଣ ଶିଖିଲେ, ଯଦି ସଂକ୍ଷେପରେ କହିବା? ପ୍ରଥମ କଥା ହେଲା, ବାତ୍ୟା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ବଙ୍ଗୋପସାଗରର ଗରମ ପାଣିରୁ ଶକ୍ତି ପାଏ। ଦ୍ୱିତୀୟରେ, ଓଡ଼ିଶାର ଭୌଗୋଳିକ ଅବସ୍ଥିତି ହିଁ ଏହାକୁ ବାତ୍ୟାପ୍ରବଣ କରିଛି, ଏଥିରେ ଆମର କିଛି କରିବାର ନାହିଁ। ଆଉ ତୃତୀୟ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, 1999 ମହାବାତ୍ୟାର ସେହି ଭୟଙ୍କର ଅନୁଭୂତି ଓଡ଼ିଶାକୁ ଏକ ଦୁର୍ବଳ ରାଜ୍ୟରୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିଛି। ଏହା ପ୍ରକୃତରେ ଏକ ବିପର୍ଯ୍ୟୟରୁ ବିକାଶର ଯାତ୍ରା। ନିଶ୍ଚିତ, ଏକଦମ। ଗୋଟେ ଚୂଡ଼ାନ୍ତ ବିଚାର ସହିତ ଶେଷ କରିବାକୁ ଗଲେ, ବାତ୍ୟା ଓଡ଼ିଶାର ଜଳବାୟୁ ଆଉ ପରିଚୟର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ଭୟ କରିବା ବଦଳରେ ଏହାକୁ ବୁଝିବା ଆଉ ଏଥିପାଇଁ ପ୍ରସ୍ତୁତ ରହିବା ହିଁ ପ୍ରକୃତି ସହିତ ସୁରକ୍ଷିତ ଭାବେ ବଞ୍ଚିବାର ଚାବିକାଠି। 1999ର ବିପର୍ଯ୍ୟୟରୁ ଶିଖି ଆଜି ବିପର୍ଯ୍ୟୟ ପରିଚାଳନାର ଏକ ଆଦର୍ଶ ହେବା ପର୍ଯ୍ୟନ୍ତ ଓଡ଼ିଶାର ଯାତ୍ରାଟି ସତରେ ସାହସିକତା ଆଉ ଦୃଢ଼ ଇଚ୍ଛାଶକ୍ତିର ଏକ ଶକ୍ତିଶାଳୀ କାହାଣୀ। ଆମେ ଯେଉଁ ଉତ୍ସଗୁଡ଼ିକ ବିଷୟରେ ଆଲୋଚନା କଲେ, ସେଗୁଡ଼ିକୁ ମୁଖ୍ୟତଃ ବାତ୍ୟାର ଭୌତିକ ଏବଂ ଭିତ୍ତିଭୂମିଗତ ପ୍ରଭାବ ଉପରେ ଧ୍ୟାନ ଦେଇଛି। କିନ୍ତୁ ଏକ ଚିନ୍ତନୀୟ ପ୍ରଶ୍ନ ରହିଯାଉଛି। ଏହିପରି ବାରମ୍ବାର ଘଟୁଥିବା ଶକ୍ତିଶାଳୀ ପ୍ରାକୃତିକ ଘଟଣାଗୁଡ଼ିକ ଓଡ଼ିଶା ଉପକୂଳରେ ବର୍ଷ ବର୍ଷ ଧରି ବାସ କରୁଥିବା ଲୋକଙ୍କର ସଂସ୍କୃତି, ସେମାନଙ୍କର ସହନଶୀଳତା ଏବଂ ସାମୂହିକ ସ୍ମୃତିକୁ କିପରି ଗଢ଼ିଥାଏ?